ଝାଡ଼ଖଣ୍ଡର ଜିଏମ୍ଏମ୍ ସରକାର ପୁଣି ବାଜିମାତ ପରେ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ। କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ ରଣନୀତି ହିଁ ଜିଏମ୍ଏମ୍କୁ ପୁଣି ଥରେ କ୍ଷମତାକୁ ଆଣିପାରିବାରେ ସଫଳ ହୋଇଛି। ଏପରିକି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତାଙ୍କ ନିଆରା ପ୍ରଚାର ହିଁ ଭାଜପାକୁ ଚମକାଇ ଦେବାବେଳେ ସଫଳ ହୋଇଛି। ଓଡ଼ିଶା ମାନଚିତ୍ରରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। ସୁନ୍ଦରଗଡ଼ ସହର ଏବେ ଉତ୍ତର ଓଡ଼ିଶାର ଅଂଶ ଭାବେ ସାମିଲ ହେବ। ଏନେଇ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ସାମିଲ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ଏକ ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି। ଉତ୍ତର ପ୍ରଦେଶରେ ବରେଇ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜିପିଏସ୍ ସିଷ୍ଟମ ବା ଗୁଗୁଲ ମ୍ୟାପ ଭରସାରେ ଯାଉଥିବା ଏକ ଗାଡ଼ି ବ୍ରିଜ ତଳୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଗ୍ରାମବାସୀ ରାମଗଙ୍ଗା ନଦୀକୁ ଯାଇଥିବା ବେଳେ ସେଠାରେ ଏକ କାର କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଗତ 23 ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସଦୃଶ ଲଘୁଚାପ ଅବସ୍ଥାରେ ରହିଥିଲା, ଯାହା ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ। ପରବର୍ତ୍ତୀ 2 ଦିନ ମଧ୍ୟରେ ଏହା ତାମିଲନାଡୁ ଶ୍ରୀଲଙ୍କା ଉପକୂଳ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହା ପ୍ରଭାବରେ 25 ରୁ 27 ତାରିଖ ମଧ୍ୟରେ ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ 25 ଓ 26 ତାରିଖରେ ଓଡ଼ିଶା ପାଗ ମେଘୁଆ ରହିବ ସହ 27 ତାରିଖରୁ 3 ଦିନ ଧରି ଓଡ଼ିଶା ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ଅନ୍ୟପଟେ ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶା ଅଧିକ ଶୀତ ଅନୁଭୂତ ହେଉଛି। ଆଗାମୀ 2 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରେ 3 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା 2 ରୁ 4 ଡିଗ୍ରୀ ବୃଦ୍ଧି ପାଇବ। ସେହିପରି କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ। ଆଗାମୀ 2 ଦିନ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦିନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗତ 24 ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ପାହାଡ଼ିଆ ଅଞ୍ଚଳ ଉଦୟଗିରିରେ ସର୍ବନିମ୍ନ 8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅନେକ ପଦ ପାଇଁ ଖାଲି ରହିଛି। ହଜାର ହଜାର ପଦ ପାଇଁ ଚାକିରି ଆଶାୟୀମାନେ ଆବେଦନ କରିପାରିବେ। 9,000ରୁ ଅଧିକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି। ମହିଳା ଓ ଶିଶୁ ବିକାଶ ପକ୍ଷରୁ 2,545ଟି ଅଙ୍ଗନବାଡ଼ି କର୍ମୀ ଓ ହେଲ୍ପର ପଦ ଖାଲି ରହିଛି। ଜାମ୍ମୁ କାଶ୍ମୀରର ବୋଲର ରସିକ ସଲାମ ଡାର ରାତାରାତି 6 କୋଟି ମାଲିକ ହୋଇଛନ୍ତି। ରବିବାରର ଆଇପିଏଲ୍ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ତାଙ୍କୁ ନେବା ଲାଗି ଜୋରଦାର ଲଢ଼େଇ ହୋଇଥିଲା। 30 ଲକ୍ଷ ଟଙ୍କା ମୂଳଧନ ଥିବା ରସିକଙ୍କୁ ନେବା ଲାଗି ସନରାଇଜର୍ସ ପ୍ରଥମେ 1 ଏବଂ ପରେ 2 କୋଟି ଟଙ୍କାର ବିଡ୍ କରିଥିଲା। ଓଡ଼ିଶାରେ ହେବାକୁ ଥିବା 3 ଦିନିଆ ପୁଲିସ ମହାନିର୍ଦ୍ଦେଶକ ଡିଜିପିଙ୍କ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖରେ ଓଡ଼ିଶା ଆସିବେ। ନିର୍ବାଚନ ପୂର୍ବରୁ ହଜାର ହଜାର ବୃଦ୍ଧ ବୃଦ୍ଧୀଙ୍କୁ ଦିଲ୍ଲୀ ସରକାର ଏବେ ବଡ଼ ଉପହାର ଦେଇଛନ୍ତି। ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଦିଲ୍ଲୀର ଲକ୍ଷ ଲକ୍ଷ ବୟସ୍କ ବ୍ୟକ୍ତି ପେନସନ ପାଇବେ। ଆଜି ଦିଲ୍ଲୀ ସରକାରଙ୍କ ଦ୍ୱାରା 80,000 ବୃଦ୍ଧା ବୃଦ୍ଧି ପେନସନ ସ୍କିମ୍ ଖୋଲିଛି। ବ୍ୟୁରୋ ରିପୋର୍ଟ, ସାହାରା ନ୍ୟୁଜ।